ଜଗନ୍ନାଥଙ୍କ ଦର୍ଶନ କରିବା ଆମ ସମସ୍ତଙ୍କର ଅଧିକାର ରହିଛି। ତ ଧନୀ ଗରିବ କିମ୍ବା ଭିନ୍ନକ୍ଷମ ଲୋକମାନଙ୍କୁ ଅପମାନିତ କରିବା ନାହିଁ। ଭିନ୍ନକ୍ଷମ ଲୋକଟି ତା ମନରେ ଆଶା ଓ ବିଶ୍ୱାସ ନେଇ ଆସିଛି ଜଗା ଦର୍ଶନ କରିବ ବୋଲି। ଆଉ କେବଳ ତାର ଗୋଟିଏ ହାତ ହିଁ ତାର ସାହାରା। ଆଉ ସେଇ ହାତ ବଳରେ ସେ ପାହାଚ ଚଢ଼ିବାକୁ ମଧ୍ୟ ଚେଷ୍ଟା କରୁଛି। ରାସ୍ତାରେ ବହୁତ ବାଧାବିଘ୍ନର ଶିକାର ମଧ୍ୟ ହେଉଛି। କୁଆଡୁ କୁଆଡୁ ପଳେଇ ଆସିଛନ୍ତି ଗୋଟେ ଏ ଘର ଛୋଟା କେମ୍ପା ଆଉ ମନ୍ଦିର ଦର୍ଶନ କରିବାକୁ ଆସୁଛି। ଆଉ ସେଇ ଲୋକର ସେଇ କଟୁ କଥା ତା ହୃଦୟରେ ବାଜିଥିଲା, କିନ୍ତୁ ତା ମନରୁ ଜଗା ଦର୍ଶନର ଇଚ୍ଛା ଏବେ ବି ଥିଲା। ହେଇନିଅ ଭାଇ, ଭୋଗ ଖାଇଦିଅ। ଭାଇ ମନ୍ଦିର ପହଡ ତ ବନ୍ଦ ହେଇଗଲାଣି, ତମେ ଆଉ କାହିଁକି ଯିବ? ଆଉ ସେ ଭୋକ ନ ସମ୍ଭାଳି ପାରି ସେ ଅଭଡ଼ାକୁ ଖାଇବାରେ ଲାଗିଲା। ଆଉ ଖାଇବାରୁ ଧ୍ୟାନ ହଟେଇ ଦେଖେ ପାଖରେ ସେଇ ନନା ନଥିଲେ ଆଉ। ଭାଇ ମନ୍ଦିର ପହଡ ତ ବନ୍ଦ ହେଇଗଲାଣି, ତମେ ଆଉ କାହିଁକି ଯିବ? ଦୂରରୁ ପହଡ଼ ପଡ଼ିବା ଝାପ୍ସା ନଜର ତା ଆଖିରେ ଦେଖାଗଲା। ସାଙ୍ଗ, ମୁଁ ଭାବୁଛି କି ମନ୍ଦିର ପାଖରେ ଗୋଟେ ଦୋକାନଟେ ଖୋଲିଦେବି। ସବୁବେଳେ ଜଗନ୍ନାଥଙ୍କର ସେବା କରିବାକୁ ମିଳିବ ରେ। ସେମାନଙ୍କ କଥା ଶୁଣି ଭିନ୍ନକ୍ଷମଟା ଭାବିଲା ସିଏ ମଧ୍ୟ କିଛି କରିବ। ନିଜ ହାତରେ ଫୁଲ ଗୁନ୍ଥି ସେ ମଧ୍ୟ ମନ୍ଦିର ତଳେ ଛୋଟ ଦୋକାନଟେ କଲା। ଭାଇ ଏ ଫୁଲ କେତେ ଟଙ୍କା? 10 ଟଙ୍କା ଦେଲେ ହବନି? ହଉ ହଉ, ନିଅ ନିଅ। ଭାଇ ଏ ଫୁଲ କେତେ ଟଙ୍କା? 20 ଟଙ୍କା। ତମେ ବିକଳାଙ୍ଗ ହେଇକି ବି ଏତେ କାମ କରିପାରୁଛ? ଜଗା ଦର୍ଶନ କରିସାରିଲେଣି? ନାଇଁ କରିବ? ସେଇ ଲୋକଟି ସେଇ ବିକଳାଙ୍ଗକୁ ତା କାନ୍ଧରେ ବସେଇ ଜଗା ପାଖକୁ ନେଇଗଲା। ଆଉ ବିକଳାଙ୍ଗଟି ଜଗାକୁ ଦେଖି ତା ଖୁସିର ସୀମା ନଥିଲା। ଜୟ ଜଗନ୍ନାଥ। रे जगा मो जगा रे जगा मो जगा। रे जगा मु जाने तुम साथी रे अछु, तो निज हातरे मोर भाग्य लिखिछु।